ବାଜିରେ ଲାଗୁଛି ଶ୍ରମିକ ଜୀବନ। ଠିକାଦାର ବୁଝନ୍ତୁ ଶ୍ରମିକ ଜୀବନର ମୂଲ୍ୟ। ସୁସ୍ଥ ସମାଜ ଓ ଦେଶ ନିର୍ମାଣରେ ଶ୍ରମିକମାନଙ୍କର ମଧ୍ୟ ଯଥେଷ୍ଟ ଭୂମିକା ରହିଛି। ହେଲେ ଅନେକ ସମୟରେ ଦାୟିତ୍ୱହୀନତା ଓ ଲୋଭଖୋର ମନୋଭାବ ଯୋଗୁଁ ଶ୍ରମିକଙ୍କ ଜୀବନ ବାଜିରେ ଲାଗୁଛି, ଯାହାକୁ ନେଇ ଠିକାଦାର ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରିବା ସହ ପ୍ରତିଟି ଶ୍ରମିକ ଜୀବନର ଗୁରୁତ୍ୱ ବୁଝିବା ପାଇଁ ଆହ୍ୱାନ ଦେଇଛନ୍ତି ସଂଘ ସହ ସମ୍ପାଦକ ମିର୍ଜା ଶାହନବାଜ ବେଗ। ମୁଁ ମିର୍ଜା ଶାହନବାଜ ବେଗ କଟକ ପୂର୍ତ୍ତ ବିଭାଗର ଠିକାଦାର ସଂଘର ସହ ସମ୍ପାଦକ ଶୈଳବାଳା କଲେଜରେ। ନିଶ୍ଚିନ୍ତ ଭାବରେ ଏକ ଦୁଃଖଦାୟକ ଘଟଣା। ଏ ଘଟଣାର କିଛି ଶିଖିବାର ଅଛି ଆମକୁ। ଏ ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ତା ଉପରେ କଣ୍ଟ୍ରାକ୍ଟର ଭାଇମାନଙ୍କୁ ମୋର ବିନମ୍ର ସହ ଅନୁରୋଧ କି ପ୍ରାଥମିକତା ଇଏରେ ବେଲ୍ଟ, ସେଫ୍ଟି ବେଲ୍ଟ ଏବଂ ହେଲମେଟ୍ ଏଗୁଡ଼ା ୟୁଜ୍ କରିବା କମ୍ପଲସରି କରିବେ ଏବଂ କଲେ ଏଇଭଳିଆ ଘଟଣାରୁ ମୁଁ ଭାବୁଛି କିଛିଟା ବଞ୍ଚି ଯାଇପାରିବେ। ପ୍ରାଥମିକ ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତର ପରେ ଜଣାପଡ଼ିବ ପ୍ରକୃତରେ ଘଟଣାଟି କେମିତି ସେ ଶ୍ରମିକର ମୃତ୍ୟୁ ହେଲା। ପ୍ରାଥମିକ ତଦନ୍ତ ପରେ ହିଁ ଜଣାପଡ଼ିବ। ନିଶ୍ଚିନ୍ତ ଭାବରେ ସଂଘ ତରଫରୁ ତାକୁ କିଛି ଆମେ ତ ଜୀବନତାର ଫେରାଇ ଦେଇପାରିବୁ ନାହିଁ, କିନ୍ତୁ ତାଙ୍କୁ ଆର୍ଥିକ ତାଙ୍କ ପରିବାରକୁ କିଛି ସାହାଯ୍ୟ ନିଶ୍ଚିନ୍ତ ଭାବେ କରିବୁ ବୋଲି ସଂଘ ତରଫରୁ ଗୋଟେ ପ୍ରସ୍ତୁତି ବୈଠକ ଆମେ ଆଲୋଚନା କରିଥିଲୁ। ସେଇ ବାର୍ତ୍ତା କି ଏଥିରୁ ଆମର ଶିଖିବାର ଅଛି କି ଏ ଘଟଣାର ଯେଭଳି ଭାବରେ ପୁନରାବୃତ୍ତି ନ ହୁଏ ସେଥିପାଇଁ ସମସ୍ତ କଣ୍ଟ୍ରାକ୍ଟର ଭାଇମାନଙ୍କୁ ମୋର ବିନମ୍ର ଅନୁରୋଧ, ହେଲମେଟ୍, ସେଫ୍ଟି ବେଲ୍ଟ ଲେବରମାନଙ୍କୁ ୟୁଜ୍ କରିବା ପାଇଁ ଆପଣମାନେ ପ୍ରୟାସ କରନ୍ତୁ। ଆପଣ ଯଦି ପ୍ରୟାସ କରିବେ ଏଭଳି ଅଘଟଣାରୁ ହୁଏତ ଆପଣ ବଞ୍ଚି ଯାଇପାରନ୍ତି। ଶୈଳବାଳା ମହାବିଦ୍ୟାଳୟରେ ଘଟିଥିବା ଅଘଟଣ ଅତ୍ୟନ୍ତ ଦୁଃଖଦ ଓ ପରିତାପର ବିଷୟ। ଏ ଘଟଣାର ପୁନରାବୃତ୍ତି ନ ହେବା ଉଚିତ। ଏଣୁ କାର୍ଯ୍ୟ କରିବା ସମୟରେ ଠିକାଦାରମାନେ ଶ୍ରମିକଙ୍କ ଜୀବନର ମୂଲ୍ୟ ବୁଝିବା ସହ ପ୍ରତ୍ୟେକ ଶ୍ରମିକ କାର୍ଯ୍ୟ କରିବା ସମୟରେ ସେଫ୍ଟି କିଟ୍ ବ୍ୟବହାର ଜରୁରୀ, ଯେଉଁଥିରେ ଗୁରୁ ଦାୟିତ୍ୱ ଠିକାଦାରଙ୍କର ରହୁଛି ଏବଂ ଶ୍ରମିକ ବଞ୍ଚିଲେ ଠିକାଦାର ବଞ୍ଚିବ ବୋଲି ଶ୍ରୀ ବେଗ ଦୃଢ଼ ସ୍ୱରରେ କହିଛନ୍ତି। କଟକରୁ शेख आदित्य रिपोर्ट, रेनबो मीडिया। Please watch current updates in Rainbow Digital. Stay logged in www.rainbowodisha.com.